ସାଇରାମ, ମୋ ନିଜର ଦୁଃଖ କଷ୍ଟ କ୍ଲେଶ ଯାହା ବି ରହିଛି ତା'ର କାରଣ ଯେଉଁଦିନ ପର୍ଯ୍ୟନ୍ତ ମୁଁ ଅନ୍ୟ ଉପରେ ନ୍ୟସ୍ତ କରୁଥିବି ତାହା ଯୋଗୁଁ ମୋ ଜୀବନଟା ଏମିତି ନର୍କମୟ ହେଇଗଲା। ତାହା ଯୋଗୁଁ ମୋ ଜୀବନ ଏତେ କଷ୍ଟ, ତାଙ୍କରି ଭୁଲ ଯୋଗୁଁ ମୋ ଗାଡ଼ିଟି ଆକ୍ସିଡେଣ୍ଟ ହେଲା। ସେ ପର୍ଯ୍ୟନ୍ତ ଆପଣ ଗୋଟେ ତ କହନ୍ତିନି ସାମୟିକ ଭାବେ କ୍ଷଣିକ ପାଇଁ ସେ ଦୁଃଖ ଉପରେ ଗୋଟେ ଲେପ ଦେଇ ଦେଉଛନ୍ତି। ସେ ଜମାରୁ ଆପଣଙ୍କ ଜୀବନରୁ ଛାଡ଼ିକି ଯିବନି। ସେଇ କଷ୍ଟ ସେଇ ଦୁଃଖ ସିଏ ଆପଣଙ୍କ ଘରେ ବସା ବାନ୍ଧିକି ରହିଥିବ। ଯେବେ ସେ ଦୁଃଖର କାରଣ ଆପଣ ନିଜ ଉପରେ ନ୍ୟସ୍ତ କରିବା ଆରମ୍ଭ କରିବେ, ଏଥିରେ କ'ଣ ମୋର କିଛି ଦୋଷ ନାହିଁ, ମୋର କିଛି ଭୁଲ ନାହିଁ ଏଥିରେ। ଆପଣ ଦେଖିବେ ମୁହୂର୍ତ୍ତକ ଭିତରେ ସେ ଆପଣଙ୍କ ଘର ଛାଡ଼ିକି ପଳାଇବ। ଗୋଟେ ନୂଆ ବ୍ୟକ୍ତିତ୍ୱ ସୃଷ୍ଟି ହେବ ଆପଣଙ୍କ ଜୀବନରେ। ଆପଣ ଗୋଟେ ଅଲଗା ପ୍ରକାର ବ୍ୟକ୍ତିତ୍ୱ ସେଦିନ ତିଆରି ହେବ ଆପଣଙ୍କ ଭିତରେ। ସେଦିନ ସିଏ ବସା ବାନ୍ଧିକି ରହିଥିଲା ସତେ ଯେମିତି ଗୋଟେ ପେଚ୍ ପକାନ୍ତିନି କେଉଁଠି ଗୋଟେ ଆଗରେ ଫଟା ପ୍ୟାଣ୍ଟ ଉପରେ ଗୋଟେ ଯେମିତି ଗୋଟେ ପିସ୍କୁ ଜଏଣ୍ଟ କରିଦେଇକି ତାକୁ ଲୁଚେଇବାକୁ ଚେଷ୍ଟା କରାଯାଏ। ସେ ଲୁଚିକି ଥିଲା, କଣା ଲୁଚି ନଥିଲା। କିନ୍ତୁ ଯେଉଁଦିନ ଆପଣ ନିଜ ଉପରେ ନ୍ୟସ୍ତ କରିବା ଆରମ୍ଭ କରିବେ, ନିଜର ଭୂମିକାକୁ ସେ ଭିତରେ ଆଣିବେ, ସେ ଦୁଃଖ ଆଉ ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ବସା ବାନ୍ଧିକି ରହିପାରିବନି। ସେ ତତ୍କ୍ଷଣାତ୍ ଗୋଟେ ମୁହୂର୍ତ୍ତକ ଭିତରେ ଆପଣଙ୍କୁ ଛାଡ଼ିକି ପଳାଇବ। ସାଇରାମ।